Hello everyone, welcome to Educational Gyan YouTube channel। ଆଜିର ଏହି ସେସନରେ ପିଲାମାନେ ଆମେ ନବମ ଶ୍ରେଣୀର ଯେଉଁ ତମର ଆଜି ଅଛି ତମର ଇଣ୍ଟରନାଲ ଆସେସମେଣ୍ଟ 3 ଯେଉଁ ଅଛି ପିଲାମାନେ ତାର ଆମେ କପିରାଇଟ ଓଷ୍ଟା ତରଫରୁ ଆସିଥିବା ପ୍ରଥମ ଭାଷା ଓଡ଼ିଆର ପ୍ରଶ୍ନପତ୍ର ଡିସ୍କସନ କରିବା ହେଲା। ଯେଟା ତମର ବ୍ଲାକ୍ ହ୍ୱାଇଟ୍ ବୋଲି କହୁଛ, ଏଇଟା ତମର ବ୍ଲାକ୍ ହ୍ୱାଇଟ୍ ଅଟେ ପିଲାମାନେ। ସମୟ 1 ଘଣ୍ଟା 15 ମିନିଟ୍ ରହିବ। 100% ତମର ପରୀକ୍ଷାରେ ଆସିବ ଏ ପ୍ରଶ୍ନ। ଚାଲ ଡିସ୍କସନ କରିବା। ତମର ଏଠାରେ ତମର ନାଁ ରହିବ, ରୋଲ ନମ୍ବର ରହିବ ଏବଂ ସେକ୍ସନ ତମର ରହିବ। ଦେଖ ପ୍ରଥମ ପ୍ରଶ୍ନରେ କଣ ଦେଇଛି ଦେଖ ପିଲାମାନେ। ପ୍ରଥମ ପ୍ରଶ୍ନରେ ଅଛି କବି କୁନ୍ତଳା କୁମାରୀ ସାବତଙ୍କ ମତରେ ମଣିଷ ଭାଗ୍ୟରେ କାହା ମଧ୍ୟରେ ସୀମାବଦ୍ଧ ନୁହେଁ ବୋଲି କହିଛନ୍ତି ହେଲା। ଭିଡିଓକୁ ଭଲ ଭାବରେ ଶେଷ ପର୍ଯ୍ୟନ୍ତ ଦେଖ ଯଦି ଫୁଲ ମାର୍କ ଆଣିବାର ଅଛି ହେଲା। ଦେଖ ଆନ୍ସର ହବ ତମର ଚିର ଶୃଙ୍ଖଳିତ। ମୁଁ ଲେଖି ଦଉଛି ଏଠାରେ ସୁନ୍ଦର ଭାବରେ, ଚିର ଶୃଙ୍ଖଳିତ, ଲାଞ୍ଛିତ, ଚିର ଶୃଙ୍ଖଳିତ, ଲାଞ୍ଛିତ, ବଞ୍ଚିତ ଓ ପୀଡ଼ିତ ମଧ୍ୟରେ ସୀମାବଦ୍ଧ ନୁହେଁ ହେଲା। ନେକ୍ସଟ ଚାଲ ପରବର୍ତ୍ତୀ খ ନମ୍ବର। ମଣିଷ କେତେବେଳେ ଦେବତା ରୂପେ ପୂଜା ପାଇବ? ମଣିଷ କେତେବେଳେ ଦେବତା ରୂପେ ପୂଜା ପାଇବ? ମୁଁ ଲେଖି ଦଉଛି ଦେଖ, ଯେତେବେଳେ ମାନବ ସୃଷ୍ଟି, ଯେତେବେଳେ କଣ ରେ ପିଲାମାନେ, ମାନବ ସୃଷ୍ଟିର କଲ୍ୟାଣ ପାଇଁ, ମାନବ ସୃଷ୍ଟିର କଲ୍ୟାଣ ପାଇଁ ନିଜର ଜୀବନକୁ ବଳି ଦେଇ, ନିଜର ଜୀବନକୁ ବଳି ଦେଇ ଷଡ଼ରିପୁକୁ ନିମନ୍ତ୍ରଣ କରିପାରିବ ହେଲା। ଷଡ଼ରିପୁକୁ ନିୟନ୍ତ୍ରଣ କରିପାରିବ। ଆନ୍ସର। ନେକ୍ସଟ 3 ନମ୍ବର ପ୍ରଶ୍ନ, ଗ ନମ୍ବର ପ୍ରଶ୍ନ ଏବେ ଆମେ ଦେଖିବା। ଚାଲ ଗ ନମ୍ବର ପ୍ରଶ୍ନ ତମର କଣ କହିଛି ଦେଖ। ଗ ନମ୍ବର ପ୍ରଶ୍ନ କହିଛି ତମର ବିଧାତାଙ୍କର ବିଚାରରେ କେଉଁ କାର୍ଯ୍ୟ ଉଚିତ ନୁହେଁ? ବିଧାତାଙ୍କ ବିଚାରରେ କେଉଁ କାର୍ଯ୍ୟ ଉଚିତ? ଆମେ କହିଦଉଛି ଦେଖ, ବିଶ୍ୱକୁ ଭୋଗକ୍ଷେତ୍ର ମାନେ କରି ଜୀବନ ଅତିବାହିତ କରିବା ଓ ଦୁର୍ବଳ ମାନଙ୍କୁ ନିଷ୍ପେଷିତ କରି ପଦାନତ କରିବା ବିଧାତାଙ୍କ ବିଚାରରେ ଉଚିତ ନୁହେଁ ହେଲା। ଗ ନମ୍ବର ପ୍ରଶ୍ନର ଆନ୍ସର ମୁଁ କହିଦେଲି। ନେକ୍ସଟ ତମର ଘ ନମ୍ବର ପ୍ରଶ୍ନ ଦେଖିବା। ଘ ନମ୍ବର ପ୍ରଶ୍ନ ତମର କଣ ଅଛି? ଗୋପବନ୍ଧୁ ଦରିଦ୍ର ମୁହଁରେ ଅନ୍ନ ଦେଲା ବେଳେ କଣ ଭୁଲି ଯାଉଥିଲେ? ଆନ୍ସର ହବ ତମର ଧର୍ମ ଭେଦକୁ। ଆମର କି ତ ଧର୍ମ ଭେଦକୁ ଭୁଲି ଯାଉଥିଲେ ରେ ପିଲାମାନେ, ଧର୍ମ ଭେଦକୁ ଭୁଲି ଯାଉଥିଲେ। ନେକ୍ସଟ ଚାଲ ଆଗକୁ ବଢିବା। ତୁମର ପରବର୍ତ୍ତୀ ପ୍ରଶ୍ନ କଣ ଅଛି ଦେଖିବା। ଚାଲ ତୁମର 1 ନମ୍ବର ପ୍ରଶ୍ନ ଦେଖ। 1 ନମ୍ବର ପ୍ରଶ୍ନ କଣ ଅଛି? ଖୋଳ, ମୃଦଙ୍ଗ, ଢୋଳ, ଖଞ୍ଜୁଣି, ମହୁରୀ ଏଗୁଡିକ ମଧ୍ୟରେ ଅସାମଞ୍ଜସ୍ୟ କେଉଁଟା ଅଲଗା ଅଟେ? ହେଲା ଆନ୍ସର ହବ ତମର ମହୁରୀ ଲେଖିବ ହେଲା। ଆନ୍ସର ହବ ତମର ମହୁରୀ। ନେକ୍ସଟ ଚାଲ ଆଗକୁ ବଢିବା। ପ୍ରାବନ୍ଧିକ ଗୋପାଳ ଚନ୍ଦ୍ର ପହରାଜାଙ୍କର ପ୍ରଥମ 10 ବର୍ଷ କିପରି ଘଟିଛି? ପ୍ରଥମ 10 ବର୍ଷ ସେ କିପରି ଘଟିଛି ବୋଲି ପ୍ରଶ୍ନ କରିଛି। ଆନ୍ସର ହବ ତମର ଅଣହିଜ ଅବସ୍ଥାରେ। ଆନ୍ସର ଲେଖିବାରେ ପିଲାମାନେ ତମେ ଅଣହିଜ ଅବସ୍ଥାରେ ହେବ ଠିକ ଉତ୍ତର। ନେକ୍ସଟ ପ୍ରଶ୍ନ କଣ ଦେଇଛି ଦେଖ। ପ୍ରକୃତ ବନ୍ଧୁ ମିତ୍ରକୁ କେଉଁ କାର୍ଯ୍ୟରୁ ନିବୃତ୍ତ କରନ୍ତି? ଆନ୍ସର ହବ ତମର ପାପ କାର୍ଯ୍ୟରୁ ହେଲା। ଚलो ନେକ୍ସଟ ଦେଖ। ନେକ୍ସଟ ପ୍ରଶ୍ନ ଅଛି, କେତେବେଳେ ବହୁଜନ ପଙ୍ଗପାଳ ପରି ମାଡି ଆସନ୍ତି? କେତେବେଳେ ପିଲାମାନେ ଲେଖି ଦଉଛି ଦେଖ, ଯେତେବେଳେ ତୁମେ ଗୋଟିଏ ପଦବୀରେ ପାଦ ଦେବ, ସେତେବେଳେ ପଙ୍ଗପାଳ ପରି ପାଦ ଦେବରେ ହେଲା, ପାଦ ଦେବ। ନେକ୍ସଟ ପ୍ରଶ୍ନ ଦେଖ, ନରମାଷ୍ଟ୍ରର ବିଶେଷ ଲକ୍ଷଣ କଣ ଥିଲା? ନରମାଷ୍ଟ୍ରର ବିଶେଷ ଲକ୍ଷଣ କଣ ଥିଲା? ସାମାଜିକ ଶୃଙ୍ଖଳାର ଅଭାବ ହେବ ଆନ୍ସର ହେଲା। ସାମାଜିକ
ଶୃଙ୍ଖଳର ଅଭାବ। ନେକ୍ସଟ ପ୍ରଶ୍ନ କହିବେ ଆମେ ଯିବା। ଗାନ୍ଧୀଜୀ କେଉଁ ପତ୍ରିକାର ନ୍ୟାସିତତ୍ଵ ଉପସ୍ଥାପନା କରିଥିଲେ? କଣ ହେବ ଏହାର ଆନ୍ସର? ହରିଜନ ହେବ ଠିକ ଆନ୍ସର। ହରିଜନ ପତ୍ରିକା। ଆଗକୁ ଯିବା ପୂର୍ବରୁ ସମସ୍ତ ସାଙ୍ଗମାନଙ୍କୁ ସେୟାର କର, ଚ୍ୟାନେଲଟାକୁ ସବସ୍କ୍ରାଇବ କରିକି ବେଲ ବଟନରେ ଅଲ ପ୍ରେସ୍ କର ଏବଂ ଲାଇକ୍ କର ହେଲା। এই ଭିଡିଓରେ ଟାର୍ଗେଟ ରହୁଛି କେବଳ 1K ଲାଇକ୍ ଟାର୍ଗେଟ କମ୍ପ୍ଲିଟ କର। ନେକ୍ସଟ ପ୍ରଶ୍ନକୁ ଏବେ ଯିବା ହେଲା। ନେକ୍ସଟ ପ୍ରଶ୍ନରେ ତମର କଣ ଦେଇଛି ଦେଖ। ମନ୍ଦିର ଆଖପାଖରୁ ପଣ୍ଡିତ କାହିଁକି ପିଲାମାନଙ୍କୁ ତଡ଼ି ଦେଉଥିଲେ? କାହିଁକି ପିଲାମାନେ? ଆନ୍ସର ହେବ ନିଜ ଲୋକ ହିସାବରେ। ନେକ୍ସଟ କ୍वेश्चन ଦେଖ। ନେକ୍ସଟ କ୍वेश्चन ତମର କଣ ଦେଇଛି, ମୁଁ ଟିକେ ଜୁମ କରି ଦଉଛି। ଦେଖ, ଲକ୍ଷ୍ମୀ କାହିଁକି ପୋଖରୀ ଭିତରକୁ ପଶିଗଲା? ଲକ୍ଷ୍ମୀ କାହିଁକି ପଶିଗଲା? ପଣ୍ଡିତ କବଳ ରକ୍ଷା ପାଇବା ପାଇଁ। ପଣ୍ଡିତ କବଳରୁ ରକ୍ଷା ପାଇବା ପାଇଁ ବା ପଣ୍ଡିତ ପୂଜାରୀ କବଳ ରକ୍ଷା ପାଇବା ପାଇଁ ହେବ। ତାର ନେକ୍ସଟ ଗ ନମ୍ବର ଦେଖିବା ଚାଲ। ବାପାଙ୍କ ପାଇଁ କେଉଁ କେଉଁ ବ୍ୟବସ୍ଥା କରିବା ଲକ୍ଷ୍ମୀ ଠାକୁରଙ୍କୁ କହିଲା? ଆନ୍ସର ହେବ ତମର ଯନ୍ତ୍ର ଚୁଙ୍ଗା, ଏଟା ଯନ୍ତ୍ର ହେଲା, ଯନ୍ତ୍ର ଚୁଙ୍ଗା ଭଳି ଜିନିଷ ଉଠାଇବା ବ୍ୟବସ୍ଥା ପାଇଁ ହେଲା। ଭଳି ଯନ୍ତ୍ର ଚୁଙ୍ଗା ଭଳି ବିଶେଷ ଜିନିଷ ଉଠାଇବା ପାଇଁ। ନେକ୍ସଟ କ୍वेश्चन ଚାଲ ଦେଖିବା। ନେକ୍ସଟ କ୍वेश्चन ତମର କଣ ଅଛି? ଅଙ୍କ ବିଷୟକୁ ସମସ୍ତେ ଭୁଲି ଯାଆନ୍ତି ବୋଲି ଲକ୍ଷ୍ମୀ କାହିଁକି ଠାକୁରଙ୍କୁ ପ୍ରାସ୍ତ କଲା? କାହିଁକି ନା କଠିନ ଅଙ୍କ ବିଷୟ କଠିନ ଥିବାର ହେଲା। ଅଙ୍କ ବିଷୟ କଠିନ ଥିବାରୁ। ବାସ୍। 1 ନମ୍ବର ଦେଖିବା। ଠାକୁରଙ୍କ ପାଖେ ପଣ୍ଡିତେ ନୀରବରେ କଣ ପ୍ରାର୍ଥନା କଲେ? କଣ ପ୍ରାର୍ଥନା କଲେ? ପ୍ରଭୁ ପରଜନ୍ମରେ ଏ ପାପିଷ୍ଟ ଯେହ୍ନେ ଶେଷରେ ଅଛି ତାଙ୍କ ବହିର ହେଲା, ଯେହ୍ନେ ଜିହ୍ୱାହୀନ ହୋଇ ଭୂମିଷ୍ଠ ହେଉ। ହେଲା। ନେକ୍ସଟ ଚାଲ ଆଇଭି ନେଇକି ଯିବା। ପୂର୍ଣ୍ଣ ବାକ୍ୟରେ ଉତ୍ତର ଲେଖ। ଯଥାଶକ୍ତି କଣ ହେବ? ବ୍ୟାସ ବାକ୍ୟ ପୁଣି ସମାସ କହିଛି। ଚାଲ ଉତ୍ତର ଲେଖିଦେବା। ହେବ କଣ? ଅନତିକ୍ରମ ଶକ୍ତିକୁ ଅତିକ୍ରମ ନକରି କେଉଁ ସମାସଟେ ଏଇଟା? କେଉଁ ସମାସରେ ପିଲାମାନେ? ସମାସର ନାମ ହବ ତମର ଅବ୍ୟୟୀ ଭାବ ସମାସ ହେଲା। ନେକ୍ସଟ ଚାଲ ଆଗକୁ ବଢିବା। ଉଚ୍ଚ ମନା ଯାହାର କଣ ହେବ ରେ ପିଲାମାନେ? ଉଚ୍ଚ ମନ ଯାହାର, ଉଚ୍ଚ ମନା ହେବ ଆନ୍ସର ହେଲା। ନେକ୍ସଟ ଚାଲ ଆଗକୁ ବଢିବା। ତ୍ର ପ୍ରତ୍ୟଯୁକ୍ତ ଏକ ଶବ୍ଦ, ତ୍ର ପ୍ରତ୍ୟଯୁକ୍ତ କଣ ହବ? ପତ୍ର ହବ ଠିକ ଉତ୍ତର। ନେକ୍ସଟ ଚାଲ ଆଗକୁ ବଢିବା। ଜିଜ୍ଞାସା ଡ୍ୟାଶ ସଂଯୋଗ ଆ, ଏଇଟା ତମର ହବ ପିଲାମାନେ ଏଇଟା ତମର ଜ୍ଞା ହେବ ଆନ୍ସର ହେଲା। ଦେଖ, ଓଡ଼ିଆ ଭାଷାରେ ପ୍ରୟୋଗ ହେଉଥିବା ଆଉ ପ୍ରତ୍ୟୟ କଣ? ଚଢାଉ, ଚଢ ଯୁଗ ଆଉ କଣ ହେବ? ଚଢାଉ। ନେକ୍ସଟ ଚାଲ ଆଗକୁ ବଢିବା। ତୁମର ମଲ୍ଟିପୁଲ ଆସେସମେଣ୍ଟ ଆଡକୁ ଆମେ ଯିବା। ମଲ୍ଟିପୁଲ ଆସେସମେଣ୍ଟରେ କଣ ଦେଇଛି ଦେଖ। ମଲ୍ଟିପୁଲ ଆସେସମେଣ୍ଟରେ ତମର କଣ ଦେଇଛି ଦେଖ ପିଲାମାନେ। ମଣିଷ ଭାଇ କବିତାଟି କବି କୁନ୍ତଳ ସମାଜର କେଉଁଠୁ ଆସିଛି? ଏଇଟା କେଉଁଠୁ ଆସିଛି ତମର? କେଉଁଠୁ ଆସିଛି ତମର? ଏଇଟା ହେଇବ ତମର ସ୍ଫୁଲିଙ୍ଗ ହେବ ଆନ୍ସର ହେଲା। ସ୍ଫୁଲିଙ୍ଗ ହେବ। କେଉଁ ଧରଣର ପିପାସା ମେଣ୍ଟେ ନାହିଁ? ଏଠି ଦେଖିବାରେ ପିଲାମାନେ। ନେକ୍ସଟ ଦେଖିବା ଚାଲ ତମର କଣ ରହିଛି। ଗୋପ ପ୍ରାୟଣ କବିତାରେ କବି ମାୟାଧର ମାନସିଂହ କେଉଁ ପୁସ୍ତକରୁ ଆସିଛି? ଗୋପ ପ୍ରାୟଣ, ଏଟା ଆନ୍ସର ମାଟି ବାଣୀ ହେବ ଆନ୍ସର ଠିକ। ମାଟି ବାଣୀ। ନେକ୍ସଟ, ମରଣର କେଉଁ କଥା ଜାଣିବା ଉଚିତ ବୋଲି କବି କହିଛନ୍ତି?
ମରଣ କେଉଁ କଥା? ମରଣର ଘ ନମ୍ବର ତମର କଣ କରିବେ ପିଲାମାନେ? ମରଣର କେଉଁ କଥା ଜାଣିବା ବୋଲି କହିଛନ୍ତି? ମରଣର ଗୋପବନ୍ଧୁ ଆନ୍ସର ଲେଖିବ। ଗୋପବନ୍ଧୁ ଓଡ଼ିଆ ଜାତିର କେତେ ପ୍ରିୟ ଥିଲେ? ଆନ୍ସର ହେବ କେତେ ପ୍ରିୟ ଥିଲେ। ନେକ୍ସଟ, ଗୋପବନ୍ଧୁଙ୍କ ପ୍ରାଣଠାରୁ ପ୍ରିୟ କଣ ଥିଲା? କଣ ପ୍ରିୟ ଥିଲା? ଦେଶର ମାଟି। ହେଲା, ତମର ୟୁନିଟ୍ 1 ଗଲା। ତାପରେ ମୁଁ ଜୁମ୍ ଆଉଟ୍ କରିଦଉଛି, ୟୁନିଟ୍ 2 ଗୁଡାକ ମୁଁ କହିଦଉଛି। ୟୁନିଟ୍ 2 ହେଲା, ଦେଖ ୟୁନିଟ୍ 2 ମୁଁ କେବଳ ପ୍ରଶ୍ନ ଗୁଡାକ କହିଦଉଛି, ଆନ୍ସର ତମେ କାଢିବ, ନଚେତ ମୁଁ ଟେଲିଗ୍ରାମରେ ଦେଇଦେବି। ହେଲା, ପ୍ରଥମ ପ୍ରଶ୍ନ ଦେଖ, ବିଶ୍ୱାମିତ୍ର ବ୍ରହ୍ମର୍ଷି ରୂପେ ସ୍ୱୀକୃତି ନ ପାଇବାରୁ ସେ କଣ କରିଥିଲେ? କଣ କରିଥିଲେ? ବିଶ୍ୱାମିତ୍ର ସବୁ ପୁତ୍ରକୁ ହତ୍ୟା କରିଦେଇଥିଲେ। ବଶିଷ୍ଠଙ୍କର ସବୁ ପୁତ୍ରକୁ ହତ୍ୟା କରିଦେଇଥିଲେ। ହେଲା, କେଉଁ ବ୍ୟକ୍ତି ଅବାଧ ସ୍ୱାଦ ସିଦ୍ଧି କରିପାରେ? ଦେଖିବ, ଆମ ଘରର ହାଲଚାଲ ଏଇ ପୁସ୍ତକର କିଏ ରଚୟିତା? ଦେଖିବ, ଏଟା ଗୋଟେ ଇମ୍ପୋର୍ଟାଣ୍ଟ ତମର। ଇତିହାସ ଆମକୁ ବାରମ୍ବାର କେଉଁ ପ୍ରକାର ଚେତାବନୀ ଦେଇଛି? ଦେଖିବ, ପଞ୍ଚବାର୍ଷିକ ଯୋଜନା କଣ ନିର୍ଦ୍ଦେଶିତ ହୋଇଛି? ଏହା ମଧ୍ୟ ଦେଖିବ। ନେକ୍ସଟ ଦେଖ, ତମର ଲକ୍ଷ୍ମୀର ଅଭିସାର ଏହି ଗଳ୍ପର ଗାଳ୍ପିକଙ୍କ ନାମ କଣ? ଲକ୍ଷ୍ମୀ ପୂଜାରୀଙ୍କୁ ଡରୁଥିଲା କାହିଁକି? ତାପରେ ଲୋକଙ୍କୁ କେଉଁ ବର ଦେବାକୁ ଲକ୍ଷ୍ମୀ ଠାକୁରାଣୀ ନିବେଦନ କଲେ? ତାପରେ ଲକ୍ଷ୍ମୀ ପୋଖରୀ ଭିତରେ ପଶିଲା ସମୟରେ ଛାତିରେ କଣ ଭିଡିଥିଲା? ଏଇ ସବୁ ଆନ୍ସର ମୁଁ ଟେଲିଗ୍ରାମରେ ଦେଇଦେବି, ନଚିତ ହେଲା ଟେଲିଗ୍ରାମରେ ଦେଇଦେବି। ଏଇ ତମର ଯେଉଁ ବାକି ରହିଯାଇଛି ଟେଲିଗ୍ରାମ ଡେସ୍କ୍ରିପସନ ଅଛି, ତଳେ ଦେଇଦେଇଛି, ହେଲା ଲିଙ୍କରେ ଅଛି। ପଠିତ ଗଳ୍ପରେ କାହାର ସରଳ ବିଶ୍ୱାସ ପରିଚୟ ମିଳିଥିଲା? ନେକ୍ସଟ ତମର ଦେଇଛି, ଦେଖ ପିଲାମାନେ କଣ ଦେଇଛି ଦେଖିବା, ଚାଲ। ତମର ମୌଖିକରେ ଅଛି, ବଣଭୋଜି ଏହା କେଉଁ ପ୍ରକାର ସମାସ? ସମାସ ନିଷ୍ପନ୍ନ ପଦକୁ କଣ କହନ୍ତି? ଯେପରି ଶିବଙ୍କର ଉପାସକ ଶୈବ, ଶକ୍ତିଙ୍କ ଉପାସକ ଶାକ୍ତ। ହେଲା, ଶକ୍ତିଙ୍କ ଉପାସକ ଏଟା ହବ ଶାକ୍ତ। ତଦ୍ଧିତ ସଂଜ୍ଞା କଣ? ସାସ ଯୁକ୍ତ ଯୋଗ ଡ୍ୟାସ, ଏଟା ତମେ ଦେଖିଦବ। ହେଲା, ଏଇଥିରେ ତମର ସମ୍ପୂର୍ଣ୍ଣ ପ୍ରଶ୍ନ ଆଲୋଚନା କଲା। ଯେତୋଟି ବି ଆଲୋଚନା କରିନାହିଁ ରେ, ମୁଁ ତମକୁ ଟେଲିଗ୍ରାମରେ ଦେଇଦେବି। ହେଲା, ଠିକ ଅଛି, ସାଙ୍ଗମାନଙ୍କୁ ସେୟାର ଟେ ନିଶ୍ଚିତ କରିବ। ହେଲା, ମୋର ଆଶା ଅଛି। ଆଉ ଏଇ ଭିଡିଓରେ ତମେ 1K ଲାଇକ୍ କରିବ, ମୋର ମଧ୍ୟ ଏହା ଆଶା ଅଛି। ଠିକ ଅଛି, ଧନ୍ୟବାଦ ପିଲାମାନେ।